ତାଙ୍କ ପାଇଁ ଗୋଟେ ଝିଅ ଠିକ୍ କରିବ, ପୁଣି ଯଦି ସେ ଝିଅ ଏମିତି କିଛି ଡିସିସନ୍ ନେଲା? ମୋର ବି ଆଜ୍ଞା ଜୀବନରେ ଏମିତି ଗୋଟେ ଦୁଃଖ ଆସିଥିଲା 3 ବର୍ଷ ତଳେ। ସେତେବେଳେ ମୋ ପାଖରେ କେହି ଠିଆ ହେଇନଥିଲେ। ମୋର ଯାହା ବି ଘଟଣା ଘଟିଲା ମୁଁ ସେଇଟା କହିବାକୁ ଚାହୁଁନି, କିନ୍ତୁ ସେଇ ସବୁ ଦୁଃଖଟାକୁ ମୁଁ ମେହସୁସ୍ ନିଜେ କରିଛି। ତାପରେ ଇଏ ମୋ ଗାଁର ନିଜର ଭାଇ, ତ ଇଏ ଭଲ ପିଲାଟେ ଜାଣିଛି ମୁଁ। ତ ଭଲ ପିଲାଟାକୁ ଯଦି କେହି ଏଇଭଳିଆ ଟାଇମ୍ରେ ଯଦି ତାକୁ ମୁଁ ସପୋର୍ଟ ନ କରିବି କେହି କରିବେନି ଆଜ୍ଞା। ସେ ମୋ ସାଙ୍ଗ, ଯେହେତୁ ମୁଁ ଦେଖୁଛି ମୋ ଭଲ ପିଲାଟା, ଭଲ ସାଙ୍ଗଟା, ମୁଁ ସେଥିପାଇଁ ସପୋର୍ଟ କରୁଛି ତାକୁ। ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଏମିତି ଗୋଟେ ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀ ବି କହୁଛନ୍ତି କି ଆମର ସେପଟେ କଳା ଝିଅ ମୋତେ ପସନ୍ଦ ହେଲାନି, ମୋ ଭାଗ୍ୟରେ ଗୋଟେ ଭଲ ଝିଅଟେ ପଡ଼ିଯାଇଛି। ଯେଉଁଠି ମୁଖ୍ୟମନ୍ତ୍ରୀ ଏମିତି କଥା କହିଛନ୍ତି କଳାକୁ ନେଇକି, ସେଥିପାଇଁ ଆଜ୍ଞା ମୁଁ ଏତେ ବଡ଼ କଥା କହିପାରିବିନି, ମୁଁ ତ ସେ କଥା ପଚାରନ୍ତୁନି, ମୁଁ ସେ କଥା କହିପାରିବିନି। କିଛି ଗୋଟେ ଏମିତି ହେବା ଦରକାର କି ମାନେ ଯେଉଁମାନେ କି କଳା ଝିଅକୁ ପୁଅ ଝିଅ ବାହା ହେବା ପାଇଁ କିଛି ଆଇନ ବାହାରିବା ଦରକାର, ରିଜେକ୍ଟ କରିବା କଥା ନୁହେଁ। ନା ଏଇଟା ମନର ମିଳନ, ଯାହା ମନ ଯାହାକୁ ନ ପାଇବ ସିଏ ଏଠି କିଛି କରିପାରିବନି। ଆମେ କେମିତି କହିପାରିବା? ଆ ପାଇଁ କିଛି ତ ଆଇନ ହେଇ ବି ପାରିବନି। ମନ ଉପରେ କାହାର ରାଜୁତି କରିବାର କେହି ଦୁନିଆରେ କେହି ନାହାନ୍ତି। ନିଜ ମନରେ ନିଜେ ରାଜୁତି କରୁଛନ୍ତି। ତାହେଲେ ଲଭ୍ ମ୍ୟାରେଜଟା ଭଲ ନା ଆରେଞ୍ଜ ମ୍ୟାରେଜଟା ଭଲ? ଦୁଇଟା ଯାକ ଭଲ ଆଜ୍ଞା, ଦୁଇଟା ଯାକ ଭଲ। ଦୁଇଟା ଯାକ ଭଲ, କିନ୍ତୁ ବୁଝି ବିଚାରିକି କରିବା କଥା। ଏଇଟା ବୁଝାପଣା ଠିକ୍ ସେ ହେଇପାରିଲା ନାହିଁ, ଦେଖା ଚାହାଁ ହେଇପାରିଲା ନାହିଁ ବୋଲି ଏମିତି ଘଟଣା ଘଟିଲା। ଯେଉଁଠି ବି ଯିଏ ବାହାଘର ଦେଖୁଛନ୍ତି ବୁଝୁଛନ୍ତି, ଭଲ ଭାବରେ ବୁଝନ୍ତୁ। ମାସେ 3 ମାସ ଟାଇମ୍ ନିଅନ୍ତୁ, ଭଲ ଭାବରେ ବୁଝିକି ତାପରେ ଯାଇକି ଆଗକୁ ବଢ଼ନ୍ତୁ। ତାହେଲେ ଆଙ୍କର କ'ଣ ଛାଡ଼ପତ୍ର ହେବ କାଳିଆ ଆଉ ତାଙ୍କର? ଆଜ୍ଞା ତାଙ୍କର କେଉଁଠୁ ବାହାଘର ହେଇଗଲା ଯେ, ଏଇଟା ଯେଉଁ ବେଦୀରେ ବାହାଘର ହେଇଛି। ଆଉ ଚତୁର୍ଥୀ ପରେ ସେଟାକୁ ଗୋଟେ ସ୍ୱାମୀ ସ୍ତ୍ରୀ ବୋଲିକି ଆମେ କହିବା, ଖାଲି ହାତ ଗଣ୍ଠି ପଡ଼ିଗଲା ବୋଲି କ'ଣ ସେ ସ୍ୱାମୀ ସ୍ତ୍ରୀ ହେଇଗଲେ? ମୁଁ ସେଇଟା ମାନିବିନି ଆଜ୍ଞା। ସେ ଆଇନ କାନୁନ କ'ଣ କହିବ, ମୋ ବାଟରେ ଅଲଗା। ମୁଁ ନିଜେ ଗୋଟେ ଅଲଗା ପ୍ରକାର ଲୋକ। ଯେଉଁଟା ମୋତେ ଦେଖାଯିବ ମୋତେ ସେଇଟା ନ୍ୟାୟ। ମୁଁ କାହା କଥାକୁ ଖାତିର କରେନି। ତାଙ୍କର ମାନେ କମ୍ପ୍ରମାଇଜ୍ଟା କ'ଣ ହେବ ଆଜ୍ଞା? ମାନେ କମ୍ପ୍ରମାଇଜ୍ ଯେଉଁ ହେବ, ଆଜ୍ଞା ସେମାନେ କ'ଣ କ୍ଷତିପୂରଣ ଖାଲି ଦେବେ ଯେଉଁ ଭୋଜି ପାଇଁ ଖର୍ଚ୍ଚ ହେଇଥିଲା ବାହାଘର ପାଇଁ, ନା ନାଇଁ କିଛି ଯୌତୁକ ଫୌତୁକ ଦେଇଥିଲେ ନା କ'ଣ ହେଇଥିଲା? ଯୌତୁକ ମୁଁ ଶୁଣିଛି 35,000 ଟଙ୍କା ଦେଇଥିଲେ କ୍ୟାସ୍ ବୋଲି।